आस এই ଐତିହାସିକ ତଥ୍ୟଗୁଡ଼ିକ ବିଷୟରେ ଆଲୋଚନା କରିବା। 1. ଆଇଏନ୍ଏ ବା ଆଜାଦ ହିନ୍ଦ ଫୌଜ କାହାର ମାନସ ପୁତ୍ର ଥିଲା? ମୋହନ ସିଂହ। 2. ଆଇଏନ୍ଏ ବା ଆଜାଦ ହିନ୍ଦ ଫୌଜ କେବେ କାହା ଦ୍ୱାରା ଗଠିତ ହୋଇଥିଲା? 1942 ଖ୍ରୀଷ୍ଟାବ୍ଦରେ ରାସ ବିହାରୀ ବୋଷଙ୍କ ଦ୍ୱାରା। 3. ଆଇଏନ୍ଏ ବା ଆଜାଦ ହିନ୍ଦ ଫୌଜକୁ କିଏ କେବେ ପରିଚିତ କରାଇଥିଲେ? ସୁଭାଷ ଚନ୍ଦ୍ର ବୋଷ 1943ରେ। 4. ଆଜାଦ ହିନ୍ଦ ଫୌଜ କିପରି ଗଠିତ ହୋଇଥିଲା? ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ବ୍ରିଟିଶ ବାହିନୀକୁ ପରାସ୍ତ କଲା ପରେ ବ୍ରିଟିଶ ସେନାରେ ଥିବା ବହୁ ସଂଖ୍ୟକ ଭାରତୀୟ ସୈନ୍ୟଙ୍କୁ ଯୁଦ୍ଧବନ୍ଦୀ କରି ନେଇଯାଇଥିଲେ। ସେମାନେ କାଳକ୍ରମେ ମୁକୁଳିବା ପରେ ମାର୍ଚ୍ଚ 1942ରେ ଜାପାନ ରାଜଧାନୀ ଟୋକିଓ ଠାରେ ଭାରତୀୟମାନଙ୍କ ଏକ ସମ୍ମିଳନୀ ହୋଇଥିଲା। ସେଠାରେ ବ୍ରିଟିଶ ବିରୋଧୀ ମନୋଭାବ ରଖୁଥିବା ଭାରତୀୟ ଯୁଦ୍ଧବନ୍ଦୀଙ୍କୁ ନେଇ ଏକ ଦଳ ବା ଗୋଷ୍ଠୀ ଗଠିତ ହେଲା, ଯାହାର ନାମ ଥିଲା ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଲିଗ୍। ଜୁନ 1942ରେ ବ୍ୟାଙ୍କକ୍ ଠାରେ ରାସ ବିହାରୀ ବୋଷ ଏହାର ସଭାପତି ନିର୍ବାଚିତ ହୋଇଥିଲେ। 1941ରେ ସୁଭାଷ ଚନ୍ଦ୍ର ବୋଷ ଭାରତରୁ ଖସି ଜର୍ମାନୀ ପଳାଇ ଯାଇଥିଲେ। ସେଠାରେ ସେ ହିଟଲରଙ୍କୁ ଭେଟି ତାଙ୍କଠୁ ସାହାଯ୍ୟ ମାଗିବା ପରେ ତାଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମେ ଜାପାନ ଓ ପରେ ସିଙ୍ଗାପୁର ଆସି ଆଜାଦ ହିନ୍ଦ ଫୌଜର ନେତୃତ୍ୱ ରାସ ବିହାରୀ ବୋଷଙ୍କ ଠାରୁ ପ୍ରାପ୍ତ ହୋଇଥିଲେ। 5. ସୁଭାଷ ବୋଷ ଜର୍ମାନୀରେ କେତେ ଦିନ ରହିଥିଲେ? 1941ରୁ 1943 ପର୍ଯ୍ୟନ୍ତ। 6. ସୁଭାଷ ଚନ୍ଦ୍ର ବୋଷ ଜର୍ମାନୀର ବର୍ଲିନ ଠାରେ କ'ଣ ଗଠନ କରିଥିଲେ? ଇଣ୍ଡିଆନ ଲିଗ୍। ସୁଭାଷ ଚନ୍ଦ୍ର ବୋଷ କେବେ ଆଇଏନ୍ଏର ଦାୟିତ୍ୱ ନେଇଥିଲେ? ଜୁଲାଇ 1943 ଖ୍ରୀଷ୍ଟାବ୍ଦରେ। 8. ପ୍ରୋଭିଜନାଲ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଏବଂ ଆଇଏନ୍ଏ କେବେ ଆନୁଷ୍ଠାନିକ ଭାବେ ଘୋଷିତ ହୋଇଥିଲା? 21 ଅକ୍ଟୋବର 1943ରେ। 9. ଆଇଏନ୍ଏର କେତୋଟି ୱିଙ୍ଗ ଥିଲା ଓ କ'ଣ କ'ଣ? 3ଟି ୱିଙ୍ଗ ଥିଲା, ସୁଭାଷ ୱିଙ୍ଗ, ଗାନ୍ଧୀ ୱିଙ୍ଗ, ନେହେରୁ ୱିଙ୍ଗ। ଆଇଏନ୍ଏର ମହିଳା ୱିଙ୍ଗର ନାମ କ'ଣ? ରାଣୀ ଝାନ୍ସୀ ବ୍ରିଗାଡ୍। 11. ଆଜାଦ ହିନ୍ଦ ଫୌଜର ବିଲୟ କେବେ ଘଟିଥିଲା? 1945 ଖ୍ରୀଷ୍ଟାବ୍ଦରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ପରାସ୍ତ ହେବା ପରେ। 12. ସୁଭାଷ ବୋଷଙ୍କ ଶେଷ ପରିଣତି କ'ଣ ହୋଇଥିଲା? 18 ଅଗଷ୍ଟ 1945ରେ ଏକ ବିମାନ ଦୁର୍ଘଟଣାରେ ତାଇୱାନର ତାଇପେଇ ଠାରେ ପ୍ରାଣ ହରାଇଥିବାର ଶୁଣାଯାଏ। ଧନ୍ୟବାଦ।